କାଲି ପୂର୍ବାହ୍ନ 10 ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପାଟଗଡ଼ିଆଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଏଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସୂଚନା ମୁତାବକ ମୃତକଙ୍କ ନାମ ବିଶ୍ୱନାଥ ମୁର୍ମୁ, ପିତା ଥେଣ୍ଟା ମୁର୍ମୁ, ବୟସ 45। ମୋରଡ଼ା ଥାନା ଅଧୀନ କୁସୁମକୁଟି ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କ ନାମ ସତ୍ୟସିନ୍ଧୁ ନିର୍ମଳ ହିନ୍ଦୁ ସରେନ, ପିତା ସୁନ୍ଦର ମୋହନ ସରେନ, ରାସଗୋବିନ୍ଦପୁର ଥାନା ପାଟଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉଭୟେ ରଙ୍ଗାମାଟିଆ ଅଞ୍ଚଳକୁ ବା ଧୁଲାଟ ଅପେରା ଦେଖିବାକୁ ଯାଇଥିଲେ। ମାତ୍ର ଘରକୁ ଫେରୁଥିବା ସମୟରେ ପାଟଗଡ଼ିଆଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଅବସ୍ଥାରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ହେଲା ସୁନ୍ଦର ମୋହନ ସରେନ, ହେଡ୍ ପୋଷ୍ଟ ପାଟଗଡ଼ିଆ। ସତ୍ୟ ସିନ୍ଧୁ ନିର୍ମଳ ହିନ୍ଦୁ ସରେନ। ବୟସ କେତେ ହେବ? ବୟସ 20। ଘଟଣା କେତେବେଳେ ହେଲା? 9:40 ଭିତରେ। ପ୍ରାୟ ଆମେ ତ ଜାଣିନଥିଲୁ, ଆଉ ପଛେ ଶୁଣିଲେ ଯେତେବେଳେ ହସ୍ପିଟାଲକୁ ଆସିଲେ ସେତେବେଳେ ଆମେ ଜାଣିଲୁ। ତାଙ୍କ ସାଙ୍ଗରେ ଆଉ ଜଣେ ଥିଲେ, ସେ ଆପଣଙ୍କର ସମ୍ପର୍କୀୟ ନା? ହଁ, ସମ୍ପର୍କୀୟ, ମୋ ଶ୍ୱଶୁର ବୁଢ଼ା ଲେଖା ହୁଅନ୍ତି। ତେବେ ମାନେ ଘରୁ କୋଉଠିକୁ ଯାଉଥିଲେ? ନା, ଆସିଲା ବେଳେ, ସେ ରଙ୍ଗମାଟିରୁ ଆସିଲା ବେଳେ। ରଙ୍ଗମାଟିରୁ ଘରକୁ ଆସୁଥିବା ସମୟରେ କୋଉ ଜାଗାରେ ଆକ୍ସିଡେଣ୍ଟ ହେଲା? ସେଟା ଆମର ସେ ପାଟଗଡ଼ିଆ ରୋଡ, ରଙ୍ଗମାଟିରୁ ଯୋଉ ରାସ୍ତାଟା ଆସିଛି ସେଇ ପାଟଗଡ଼ିଆ ସେଇ ରୋଡ ଉପରେ। ଆମର ଆସିଲୁ ସେଇଠୁ ପ୍ରାୟ ଟାଇମ ତ 9ଟା ପାଖାପାଖି। ଆପଣଙ୍କର ସେ ଚିହ୍ନା ଲୋକ? ନା, ଚିହ୍ନା ଲୋକ ନା, ଆମର ରାସ୍ତାରେ ଆସିଥିଲୁ। ରାସ୍ତା ଦେଖିଲୁ ଯେହେତୁ 2 ଜଣ ପଡ଼ିଛନ୍ତି, ଗାଡି ବି ଛିଞ୍ଚୁକି ରହିଛି। ମୋର ରାସ୍ତା ଏ ଭାଇ ଗାଡି ଚଲାଉଥିଲେ, ଏ ଭାଇ ମୋର ବ୍ରେକ୍ କରିନାହାନ୍ତି, ସ୍ପିଡ ଆମ ଗାଡି ଥିଲା ବି ତଥାପି ମୁଁ ଧାଇ ଖୋଲିଛି। ଆଗେ ତାଙ୍କୁ କହିଲି ଆଗେ ଜୀବନଟା ବଞ୍ଚିବା, ତାପରେ ଆମେ ବଞ୍ଚିଯିବୁ। ଆମେ ଗୋଟେ ଜଣଙ୍କ ଜୀବନ ବଞ୍ଚିଲେ ଭାଇ ଆମ ପାଇଁ ସବୁଠୁ ଭଲ। ତାପରେ କୋଉ ଅବସ୍ଥାରେ ଥିଲେ ତମେ ଯେତେବେଳେ ଆମେ ଦେଖିଲୁ ରକ୍ତ ଭାଇ ବଢାଏ ଏତେ ଲେଖା ତାଙ୍କ ମୁହଁ ପାଖରେ ଥିଲା। ଜଣକୁ ବୁହି ନେଇକି ଗଲୁ ବାଉଁଶ ପାଖରେ, ଏବେ ଗଛ ବାଉଁଶ ଗଛ ତା ଛାଇ ରଖିଲୁ। ତାପରେ ସେଇ ସମୟରେ ଗୋଟେ ଅଟୋଟା ଆସିଥିଲା। ଆମେ କହିଲୁ କଣ ଭାଇ ଅଟୋ ଆସୁଛି, ଆକୁ ଏକ ନେଇଯିବା। ତାକୁ କହିଲେ ଭାଇ ଯେତେ ପଇସା ନେବା ଆମେ ଦେଇଦେବୁ, ଆକୁ ଆଗେ ପହଞ୍ଚିବା। ତାପରେ ଆକୁ ନେଇ ଆସିଲୁ। ଲାଷ୍ଟ ତାକୁ ଆଉ ଜଣେ ଡେଥ୍ ହେଇଗଲେ ଏବେ ଆମର ପାଖରେ ଅଛନ୍ତି, ତାକୁ ଆମେ ଆଣିପାରିଲୁନି। କାହିଁକି ନା ଆମ ପାଖରେ ସେ ବାଇକରେ ବି ଆଣିବାର କଷ୍ଟ, ଜାଣିଛନ୍ତି ଆପଣ, ପେସେଣ୍ଟକୁ ଆଣିବାରେ ବହୁତ କଷ୍ଟ। ଆମେ କିଛି କରିପାରିଲୁନି। ମୁଁ ଆକୁ ପହଞ୍ଚି ତାପରେ ଭାଇ ମତେ ଫୋନ କଲେ ଯେ ନା ସେ ଭାଇଟା ଆମର ଡେଥ୍ ହେଇଗଲେ, ଚିନ୍ତା କରନି। ତଥାପି ଆମେ କଣ କଲୁ, ତାପରେ ଆମେ ଜଗି ରାସ୍ତାରେ ଏକଲା ପଡିଛନ୍ତି ନା, ଆମେ ଛାଡିକି ଆସିପାରିଲୁ। ଲୋକ ଭିଡିଓ ବି କରୁଥିଲେ, ଆମେ ତଥାପି ତାକୁ ଗାଡି ଦେଲୁ। ଆଜ୍ଞା ଆପଣ 108କୁ ଫୋନ କରିଦେଲେ, ଫାୟାର ବାଲାକୁ ଫୋନ କରନ୍ତୁ, ଆସିବେ। ଆମେ ଫାୟାର ବାଲା ଫୋନ କରୁଛୁ, ତଥାପି ଫାୟାର ବାଲା ଫୋନ କରିଛନ୍ତି, ତାଙ୍କୁ ଭିଡିଓ କରୁଛନ୍ତି। ଆମେ ସେ ବେକ୍ ମୋର ଥିଲା, ଆମର ଯାତ୍ରାପାଟି ଥିଲୁ। ଏଇ ଜାଗା ତାଙ୍କ ମେକ ବି ଛାଡିନି ଭାଇଙ୍କର, ଆମେ ଯାତ୍ରାପାଟି ଥିଲୁ। ତଥାପି ଆମେ ଇଏ କଲୁ, ନା ଭାଇ ଆମେ ତ ଜୀବନ ବଞ୍ଚିଲେ ଭାଇ ଆମ ପାଇଁ ସବୁଠୁ ମାନେ ବଡ କଥା। ତାପରେ ଆପଣଙ୍କର କେହି ସମ୍ପର୍କୀୟ ନୁହନ୍ତି, ନା ସମ୍ପର୍କ ଆମେ ତାକୁ ବଞ୍ଚେଇଲୁ। ରାସଗୋବିନ୍ଦପୁରରୁ ସ୍ପେସିଆଲ ରିପୋର୍ଟର ଛତିଶ ଚନ୍ଦ୍ରଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।